ଆମ ଧର୍ମକୁ ଫେରି ଆଣିଥିଲୁ। ଏମିତି ଅନେକ କାମ ବି ଆଗରୁ ହେଇଛି। ଏ ବ୍ୟାସନଗର ସହର ଉପରେ ଯୋଉ ଘଟଣା ଘଟୁଛି ମୁଣ୍ଡୁମାରିଲେ କିଛି ଦିନ ତଳେ ହେଇଥିଲା, ଯାଇକି ପୋଲିସ ଦ୍ୱାରସ୍ଥ ହେଇଥିଲା, ସେମାନେ ବି ସେଠି ବନ୍ଦ ମନା କରିଛନ୍ତି। ଏବେ ଏଠି ଯୋଉ ଜିନିଷ ହଉଛି ଆକୁ ତୁରନ୍ତ ପୋଲିସ ବନ୍ଦ କରିବା ସହିତ ସେ ଯୋଉ ଅଲିଗାଲ ଅନାବାଦୀ ଜାଗା ଜଙ୍ଗଲ କିଷମ ଜାଗା ଉପରେ ଘର କରି ସେମାନେ ପ୍ରାର୍ଥନା କରୁଛନ୍ତି ତାକୁ ତୁରନ୍ତ ସିଲ୍ କରିବା ସହିତ ସେଠି ଭଙ୍ଗାଯାଉ ଏବଂ ଯୋଉମାନେ এই ଧର୍ମକୁ ପରିବର୍ତ୍ତନ କରିକି ଯାଇଛନ୍ତି ଆମ ହିନ୍ଦୁ ଧର୍ମରୁ ତାଙ୍କର ଆଧାର କାର୍ଡ ଦେଖାଯାଉ, ତାଙ୍କୁ ଗଭର୍ଣ୍ଣମେଣ୍ଟ ଯୋଉ ଆମ ଗଭର୍ଣ୍ଣମେଣ୍ଟ ତରଫରୁ ଯୋଉ ଦିଆହଉଛି ତାଙ୍କୁ ଫେସିଲିଟି, ସେ ଫେସିଲିଟି ଉପରେ ତଦାରଖ କରାଇକି ତାଙ୍କୁ ବନ୍ଦ କରାଯାଉ। ଦେଖନ୍ତୁ ଧର୍ମ ପରିବର୍ତ୍ତନ କରିବାର ସେମାନେ ଦଣ୍ଡନୀୟ ଅପରାଧ ନ ପାଇବାର କାରଣ ହଉଛି ୟୁଜ୍ ଫଳ। କାରଣ ଯେତେବେଳେ ଇଣ୍ଡିପେଣ୍ଡେଣ୍ଟ ଦେଢ଼ 200 ବର୍ଷ ପୂର୍ବରୁ ସମ୍ବିଧାନ ଦ୍ୱାରା ସମ୍ବିଧାନ ଧାରା ସେଇଭଳିଆ ବନାଯାଇଛି। କାହିଁକି ସେମାନେ ଚାଲିଗଲେ ଯୋଉ ଆମର ଆମଦାନୀ ସମ୍ବିଧାନ ଏଥିରେ ଧାରା ଅଛି କଣ, ଆପଣ 18 ବର୍ଷ ହେଇଗଲା ପରେ ଗୋଟେ ଲୋକ ତା ମନଇଚ୍ଛା କରିପାରିବ। ଆପଣ ବୁଝିପାରିବେ ତ ଆମେ ଏଠି ଘଟଣା ହଉଛି ଆପଣ ବିରୋଧ କରା ମାନେ ଆମ ଏଗେନ୍ଷ୍ଟ କେସ୍ କରାହଉଛି ଯେ ତମେ କି ଆମେ କହିବାକୁ ସମ୍ବିଧାନ ଅଧିକାର ଆମେ ଯୋଉ ଯାଇପାରିବୁ। କିନ୍ତୁ ଆଉ ସମ୍ବିଧାନ କ୍ଲଜ ଦିଆ ଅଛି ଯେ ଭାରତର ହିନ୍ଦୁ ଧର୍ମ ସନାତନରେ ଆପଣ ଏଠି ଭାରତ ସମସ୍ତ ପ୍ରଚାର କରିପାରିବେ, ପ୍ରଚାର କରିପାରିବେ, ପ୍ରାର୍ଥନା କରିପାରିବେ, କିନ୍ତୁ ସ୍ପେସିଫିକ ଜାଗା ଅଛି। ଆପଣ ମୁସଲମାନ ଯେମିତି କରିବେ ମସଜିଦ୍ ମାନେ କରିବେ ଚର୍ଚ୍ଚ, ସେମାନେ ସାଧାରଣ ଜାଗାରେ ହିନ୍ଦୁ ବସ୍ତିରେ ସାଧାରଣ ହିନ୍ଦୁ ମାନଙ୍କୁ ନିରକ୍ଷର ଆଦିବାସୀ ହରିଜନ ବସ୍ତିରେ କାହିଁ କରୁଛନ୍ତି, ସେମାନେ ତ ଚର୍ଚ୍ଚ କରିପାରିଥାନ୍ତେ। ଏଥିପାଇଁ ସେ ଯୋଉ ଆମେ ବାହାରେ ଯୁବକ ଭାଇମାନେ ଆଉ ଏକତ୍ରିତ ହେଇକି ଦୀର୍ଘ 10 ବର୍ଷ ଧରି ଇଲିଗାଲ ଭାବରେ ଘରେ ଚାଲିଛି ତାକୁ ତୁରନ୍ତ ବନ୍ଦ କରିବା ପାଇଁ ଅନୁରୋଧ କରୁଛୁ। କାହିଁକି ନା ଏଠି ଗୁମାଂସ ଜାଗା ଦେଇଛି ଦୁଇଥର। ସମସ୍ତଙ୍କୁ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓଟି ଖାସ୍ କରିକି ଖ୍ରୀଷ୍ଟିଆନ ବିରୋଧୀମାନଙ୍କ ନିମନ୍ତେ। କାରଣ ଏମିତି ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ଏମିତି ଭାବନ୍ତି ଯେ ଏମାନେ କେବଳ କିଛି ଟଙ୍କା ପାଇଁ କିମ୍ବା ଚାଉଳ ପାଇଁ ଏମାନେ ଖ୍ରୀଷ୍ଟିଆନ ହେଇଯାଉଛନ୍ତି। ଆଉ ଏଇଟା ତ ଏମାନଙ୍କର ଭୁଲ ଧାରଣା। ଏମାନେ କେବେ ବୁଝିବେ ନାହିଁ କି ମାନିବେ ନାହିଁ ଯେ ଖ୍ରୀଷ୍ଟିଆନ ଲୋକମାନେ ଟଙ୍କା ପାଇଁ ଖ୍ରୀଷ୍ଟିଆନ ହେଉଛନ୍ତି ବୋଲି। ତେବେ ପ୍ରିୟ ବନ୍ଧୁଙ୍କର ଚାଲନ୍ତୁ ଆଜିର ଏଇ ଟପିକ୍କୁ ନେଇକି ଆମେମାନେ ଆଲୋଚନା କରିବା। ତେବେ ଏଠାରେ ଆମେ ଦେଖିବାକୁ ପାଇଲୁ ଏଠାରେ କିଛି ବିରୋଧୀମାନେ ଅଛନ୍ତି। ଗୋଟିଏ ଜାଗାରେ ଉପାସନା ଚାଲିଥିଲା, ଏମାନେ ପହଞ୍ଚିଗଲେ ଡାଇରେକ୍ଟ ଧର୍ମ ପରିବର୍ତ୍ତନ ଆରୋପ ଲଗାଇଲେ, ଯେଉଁଟାକି ଏମାନଙ୍କର ପୁରୁଣା ପ୍ରକୃତି ଅଟେ। ମିଥ୍ୟାର ଜଣକ ଉପରେ ଧର୍ମ ପରିବର୍ତ୍ତନ ଆରୋପ ଲଗାଇବା, ଆଉ ଏଇଟା ହେଉଛି ଏମାନଙ୍କ ନିମନ୍ତେ କୌଣସି ନୂଆ କଥା ନୁହେଁ। ଏଇଟା ହେଉଛି ବହୁତ ପୁରୁଣା ବିଷୟ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଜଣେ କାହିଁକି ଯୀଶୁଙ୍କୁ ଜାଣେ ସେଇଟା ଆପଣ ଭଲ ଭାବରେ ଜାଣନ୍ତି ଯଦି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିଛନ୍ତି। କିନ୍ତୁ ଏଠାରେ ବିରୋଧୀମାନଙ୍କୁ ମୋର ଗୋଟେ ପ୍ରଶ୍ନ, ମୋ ପ୍ରଶ୍ନ ହେଉଛି ଏଇଆ ଯେ ତୁମମାନଙ୍କୁ ଅଧିକାର ଦେଲା କିଏ? ଏ ଭାରତ ବର୍ଷରେ ଯେତେ ବି ନାଗରିକ ଅଛନ୍ତି ସମସ୍ତଙ୍କୁ ସମ୍ବିଧାନ ଅଧିକାର ଦେଇଛି। ସେମାନେ ନିଜ ଇଚ୍ଛା ଅନୁସାରେ ଖ୍ରୀଷ୍ଟିଆନ ହେଇପାରିବେ, ନିଜ ଇଚ୍ଛାରେ ମୁସଲିମ ହେଇପାରିବେ, ନିଜ ଇଚ୍ଛାରେ ହିନ୍ଦୁ ହେଇପାରିବେ, ଜୈନ ହେଇପାରିବେ, ଶିଖ ହେଇପାରିବେ, ଆଉ ଯେକୌଣସି ଧର୍ମକୁ ସେମାନେ ଗ୍ରହଣ କରିପାରିବେ। ଆମର ଭାରତରେ ଯେଉଁ ସମ୍ବିଧାନ ଅଛି, ସମ୍ବିଧାନ ନଜରରେ ସବୁ ଧର୍ମ ହେଉଛି ସମାନ। କେଉଁ ଧର୍ମ ବଡ଼ ନୁହେଁ, କେଉଁ ଧର୍ମ ଛୋଟ ନୁହେଁ, ସମସ୍ତଙ୍କୁ ସମାନ ଅଧିକାର ଦିଆହେଇଛି ସମ୍ବିଧାନ ମାଧ୍ୟମରେ। କିନ୍ତୁ ପ୍ରିୟ ବନ୍ଧୁଗଣ, ଭାରତର ଏଇ ଯେଉଁ ସମ୍ବିଧାନ ରହିଛି ସମସ୍ତଙ୍କ ପାଇଁ ତ ରହିଛି, କିନ୍ତୁ ଏମିତି କିଛି ମୂର୍ଖ ଲୋକମାନେ ଅଛନ୍ତି ଯେଉଁମାନେ କି ସମ୍ବିଧାନ ନାଁ ବି ସେମାନେ ଶୁଣିନଥିବେ, ଆଉ ଡାଇରେକ୍ଟ ସେମାନେ ଏମିତି ପଳେଇ ଆସିବେ, ଧର୍ମ ପରିବର୍ତ୍ତନ ଆରୋପ ଲଗାଇବେ। ତେବେ ସମ୍ବିଧାନ ଯଦି ସମାନ ଅଧିକାର ଦେଇଛି, ସମ୍ବିଧାନ ତ ଆମକୁ ଅଧିକାର ଦେଇଛି, ତେବେ ତୁମକୁ ଅଧିକାର ଦେଲା କିଏ ଯେ ତୁମେମାନେ ଏମିତି କୌଣସି ଗୋଟେ ଜାଗାକୁ ଯାଇକି ଜଣଙ୍କ ଉପରେ ବିନା ପ୍ରମାଣରେ ଧର୍ମ ପରିବର୍ତ୍ତନର ଆରୋପ ଲଗାଇବ? ତେବେ ପ୍ରିୟ ବନ୍ଧୁ, କ'ଣ ମୋର ଗୋଟେ ଚ୍ୟାନେଲ ଅଛି, ମେନ୍ ଚ୍ୟାନେଲ, ଯାହାର ନାଁ ହେଉଛି ଆତ୍ମିକ ଔଷଧ। ଆପଣ ଯଦି ସେ ଚ୍ୟାନେଲକୁ ଯିବେ, ସେଠି ଗୋଟେ ଭିଡ଼ିଓ ଅଛି ଧର୍ମ ପରିବର୍ତ୍ତନ ଉପରେ। ଆଉ ମେନ୍ ଟପିକ୍ ହେଉଛି ବିରୋଧୀମାନଙ୍କର ମନରେ
ଖ୍ରୀଷ୍ଟିଆନମାନଙ୍କ ପ୍ରତି କ'ଣ କ'ଣ ସବୁ ଭ୍ରାନ୍ତ ଧାରଣା ଗୁଡ଼ିକ ରହିଅଛି। ମୁଁ ସେଠି ବିସ୍ତାର ଭାବରେ ଆଲୋଚନା କରିଛି, ଆପଣ ଦେଖିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ସେଇ ଭିଡ଼ିଓର ଗୋଟେ ପଏଣ୍ଟ ମୁଁ ଏଇ ଭିଡ଼ିଓରେ ମୁଁ ଜଣାଇବି ଆପଣମାନଙ୍କୁ। ସେ ପଏଣ୍ଟଟି ଏମିତି, ଲୋକମାନେ କହନ୍ତି, ବିରୋଧୀମାନେ କହନ୍ତି ଯେ ତୁମେମାନେ ଟଙ୍କା ଲୋଭରେ ଖ୍ରୀଷ୍ଟିଆନ ହେଉଛ ବା ଟଙ୍କା ଦେଇକି ତୁମକୁ ଖ୍ରୀଷ୍ଟିଆନ କରିଦିଆ ହେଉଛି। ତେବେ ମୋର ସେମାନଙ୍କୁ ପ୍ରଶ୍ନ, ମୁଁ କାହିଁକି ଜଣକୁ ଟଙ୍କା ଦେବି? ମୋ ଘରେ କ'ଣ ଟଙ୍କାର ଗଛ ଲଗା ହେଇଛି ଯେ ସେ ଗଛରୁ ଟଙ୍କା ଝାଡ଼ିକି ମୁଁ ଦେବି? ଆଉ ସେମାନେ କହିବେ ନାଇଁ ନାଇଁ, ତୁମେ ସିନା ଟଙ୍କା ଦେଉନ, କିନ୍ତୁ ଫରେନ୍ରୁ ପଇସା ଆସୁଛି, ସେ ପଇସା ତୁମେ ଲୋକମାନଙ୍କୁ ଦେଇକି ତୁମେ ଧର୍ମ ପରିବର୍ତ୍ତନ କରାଉଛ। ତେଣୁ ମୋର ସେକେଣ୍ଡ ପ୍ରଶ୍ନ ହେଉଛି, ଫରେନ୍ରୁ ଯିଏ ଟଙ୍କା ପଠାଇବ ସେ ଟଙ୍କା ଦେବ କାହିଁକି? ତା ଗଛରେ କ'ଣ ଟଙ୍କା ଫଳୁଛି? ସେ ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରାଇବ? ଯେତେବେଳେ ଏ ପଏଣ୍ଟ ଗୁଡ଼ିକ ମୁଁ ରଖିଲି, ଅନେକ ବିରୋଧୀମାନଙ୍କର ପଛପଟା ଜଳିଗଲା। ଆଉ ସେମାନେ ବିଭିନ୍ନ ପ୍ରକାର ଖରାପ ଭାଷାରେ କମେଣ୍ଟ କରିବା ଆରମ୍ଭ କଲେ। ଆଉ ସେମାନଙ୍କୁ ବି ଭଲରେ ଦିଆହେଇଛି, ମାନେ ଯେମିତି ତାଙ୍କର ଗୋଟେ ଡାଇଲଗ୍ ଅଛି, ମାନେ ବିରୋଧୀମାନଙ୍କର, ଯେମିତି ଦିଅଙ୍କୁ ସେମିତି ପୂଜା। ତେଣୁ ଏମାନେ ଯେମିତି ଏମାନେ ପୂଜା ପାଇବେ ବି ସେମିତି, ପୂଜା ପାଇବାର ଯୋଗ୍ୟମାନେ ସେମିତି। ଏଇଟା କୌଣସି ବଡ଼ କଥା ନୁହେଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ତେବେ ଏମାନଙ୍କର ଅସୁବିଧା କ'ଣ ଆପଣ ଜାଣିଛନ୍ତି? ଏମାନଙ୍କର ଅସୁବିଧା ହେଉଛି କ'ଣ? ଏମାନଙ୍କ ଭିତରେ ଗୋଟେ ଈର୍ଷାର ଗୋଟେ ନିଆଁ ଜଳୁଛି ଏମାନଙ୍କ ଭିତରେ। ଯଦି କିଏ ଯୀଶୁଙ୍କ ପାଖକୁ ଆସିଗଲା, ସେ ନିଆଁଟା ଏମାନଙ୍କ ଭିତରେ ପୁରା ଜଳିବ। କିନ୍ତୁ ଯଦି କୌଣସି ଖ୍ରୀଷ୍ଟିଆନ ଯଦି ହିନ୍ଦୁ ହେଇଗଲା, ଏମାନେ ତାଳି ମାରିବେ। କିନ୍ତୁ ହିନ୍ଦୁ ଯଦି ଖ୍ରୀଷ୍ଟିଆନ ହେଇଯାଏ, ଏମାନଙ୍କର ପ୍ରୋବ୍ଲେମ୍। ଏମିତି ବିଧର୍ମୀମାନେ ଆମର ଭାରତବର୍ଷରେ ଅଛନ୍ତି, ତା ମଧ୍ୟରୁ ଏମାନେ ହେଉଛନ୍ତି ଅନ୍ୟତମ। ମାନେ ଯେଉଁଟାକି ଆପଣ ଦେଖିଲେ, ମାନେ ଭିଡ଼ିଓ କ୍ଲିପ୍ରେ ଯେଉଁମାନଙ୍କୁ ଦେଖିଲେ, କେବଳ ଏତିକି ନୁହନ୍ତି, ଅନେକ ଖ୍ରୀଷ୍ଟିଆନ ବିରୋଧୀ ୟୁଟ୍ୟୁବର ମାନେ ବି ଅଛନ୍ତି, ଯେଉଁମାନେ କି ଏମାନଙ୍କ ସହିତ ସମାନ। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଆଉ ଆଜି ପାଇଁ ଏତିକି। ପୁଣି ଭେଟ ହେବା ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଆଉ ଆଗାମୀ ଭିଡ଼ିଓରେ ମଧ୍ୟ ଆମେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇକି ଆଲୋଚନା କରିବା, ଖାସ୍ କରିକି ଧର୍ମ ପରିବର୍ତ୍ତନକୁ ନେଇକି ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ଆହୁରି ଭଲରେ ଆମେମାନେ ଧୋଇବା। ସମସ୍ତଙ୍କୁ ନମସ୍କାର। ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗେ, ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।